କଳାହାଣ୍ଡି ପୂର୍ବରୁ ନଥିଲା ଯେତେବେଳେ କହୁଥିଲି ଯେତେବେଳେ ଓଡିଶା ଇଣ୍ଡିପେଣ୍ଡେଣ୍ଟ ରାଷ୍ଟ୍ର ହିସାବରେ ଘୋଷିତ ହେଲା ହେଲା ତାର ଠିକ 8-9 ବର୍ଷ ପରେ କଳାହାଣ୍ଡି ମିଶିଗଲା। ଷଢେଇ କଳା କଳାହାଣ୍ଡି ହେଲା ଚାଇବସା ଓଡିଶା ସବୁ ମିଶିଲା। ସେମାନେ ଥିଲେ ଇଣ୍ଡିପେଣ୍ଡେଣ୍ଟ ଗୋଟେ ଗୋଟେ ଇଏ ଥିଲା ଯାହାକୁ ଆମେ କହିବା ଗଡଜାତ ଗଡଜାତ ଷ୍ଟେଟ ବୁଝିପାରିଲ ରାଜା ମାନଙ୍କର ନଗର ଗଡଜାତ ଥିବ କି ନଥିବ ମୁଁ ଜାଣିନି ଗଡଜାତ ବୋଲି ଗୋଟେ ଷ୍ଟେଟ ଟା ଥିଲା। ଯେମିତି ତମର ଗଡଜାତ ରହିଲା ଢେଙ୍କାନାଳ କେନ୍ଦ୍ରାପଡାର ଆମର ରାଜକନିକା ଜଗତସିଂହପୁର ରାଜକନିକା ହେଲା ଜଗତସିଂହପୁର ମୟୂରଭଞ୍ଜ ଯୋଉଟା କି ତମେ କଣ ଏସସିବି ମେଡିକାଲ ତମର ଏପଟେ କନିକା ଲାଇବ୍ରେରୀ ହେଲା ଏସବୁ ଜିନିଷ ଢେଙ୍କାନାଳ ରହିଲା କଳାହାଣ୍ଡି ରହିଲା ବଲାଙ୍ଗୀର ରହିଲା ସମ୍ବଲପୁର ରହିଲା ଆମର ଗଞ୍ଜାମ ରହିଲା ଏସବୁ ଗୋଟେ ଗୋଟେ ଆଉ ଥିଲା ହଁ ଷଢେକଳା ଚାଇବସା ଆଉ ତମର ଭଦ୍ରକର ବି ବହୁତ ଗୁଡେ ଜାଗା ଥିଲା ଯୋଉଟା କି ରାଜାଙ୍କର ଇଏ ଥିଲା ତମେ ହଁ ଯାଜପୁର ଗଲାବେଳେ ଗୋଟେ ପଡିବ ନିଉ ଗଡମଧୁପୁର ଗଡମଧୁପୁର ବୋଲି ଗୋଟେ ଜାଗାଟା ପଡିବ ଯେ ଟ୍ରେନରେ ଯାଉଛ ଟ୍ରାଭେଲ କରୁଛ ତାହେଲେ ଜାଣିବ ଗଡମଧୁପୁର ବୋଲି ଗୋଟେ ହରିଦାସପୁର ପରେ ପଡିବ ତାହେଲେ ସେଇ ଜାଗାଟା ବି ସେଠି ବି ଗୋଟେ ପ୍ୟାଲେସ ଟା ଥିଲା କଣିକା ପ୍ୟାଲେସ ସେଟା ତ ଅଛି ସେପଟେ ତମେ ଦେଖିଥିବ ଯୋଉମାନେ ଅଛ କେନ୍ଦ୍ରାପଡା ଅଞ୍ଚଳ କେହି ତ ନାହିଁ କେଶରୀ ଯଜାତି କେଶରୀ ସେ କୋଉଠି ଗୋଟେ ଥିଲେ ତାଙ୍କର ଏଇଠି ଥିଲେ ନା ସେ ସେଠି ତାଙ୍କ ପ୍ୟାଲେସ ସେଠି ନ ସେ ଏଇଠି ଥିଲେ ଭୁବନେଶ୍ୱର ଅଞ୍ଚଳ ପରବର୍ତ୍ତୀ ସମୟରେ ସେ ଯାଜପୁରକୁ ଟ୍ରାନ୍ସଫର ହେଇଯାଇଥିଲେ କାହିଁକିନା ଯାଜପୁର କଣ ଥିଲା କ୍ୟାପିଟାଲ ଥିଲା ବୁଝିପାରିଲେ ତାପରେ ସେ ଆସିଲେ କାରଣ ପ୍ରଥମେ ଥିଲା କଟକ ତାପରେ ରହିଲା ଯାଜପୁର ତାପରେ ପୁନର୍ବାର କଟକ ତାପରେ ଭୁବନେଶ୍ୱର କଟକ ହେଇଥିଲା ବା କଟକ ଚେଞ୍ଜ ହେଲା କେବେ 1949 ରେ ଚେଞ୍ଜ ହେଲା ଭୁବନେଶ୍ୱରକୁ ସିଫ୍ଟ ହେଲା ହେଲା ବୁଝିପାରିଲ ହେଲା ବୋର ହେଇଯାଉଛ ସେ ତମର ଏପଟେ ଛାଡି ଦେଇକି ମୁଁ ସେପଟକୁ ପଳେଇବି ଯେତେବେଳେ ପ୍ରଥମେ ରହିଥିଲେ ଭାରତର କହୁଛି ଓଡିଶାର ସେତେବେଳେ ମୁଖ୍ୟମନ୍ତ୍ରୀ ପଦବୀ ନଥିଲା ଥିଲା ପ୍ରଧାନମନ୍ତ୍ରୀ ପଦବୀ ସେତେବେଳେ ଥିଲେ ବିଶ୍ୱନାଥ ଦାସ ଯିଏକି ଫାଷ୍ଟ ତମର ରହିଲେ କଣ ଓଡିଶାର ପ୍ରଧାନମନ୍ତ୍ରୀ ସେ କିଛି ମାସ ପାଇଁ ଇଲେକ୍ଟେଡ ହେଇଥିଲେ ପରବର୍ତ୍ତୀ ସମୟରେ ସେ ରାଜା କନିକାଙ୍କୁ କହିଲେ ହେଲା କୃଷ୍ଣଚନ୍ଦ୍ର ଗଜପତି କାହାର ତା ପରେ ଆସ ଆଗେ ବିଶ୍ଵନାଥ ଦାସ ତାପରେ କୃଷ୍ଣଚନ୍ଦ୍ର ଗଜପତି କିଛି ମାସ ପାଇଁ ହେଲେ ତାପରେ ଆସିଲେ ଆମର ଇଏ ପୁଣି ପୁନର୍ବାର ବିଶ୍ୱନାଥ ଦାସ ତାପରେ ହରେକୃଷ୍ଣ ମହତାବ ସେ ମଝିରେ ଗୋଟେ ଗଭର୍ଣ୍ଣର ଚାଲିଥିଲା ବିଶ୍ୱନାଥ ଦାସ ହେଲା ହଁ ସେ କିଏ ହବ କିଏ ହବନି କିଏ ହବ କିଏ ହବନି ଲାଷ୍ଟକୁ ରହିଲେ ଏଚ କେ ମହତାବ ଯିଏକି ତମ ବହୁତ କିଛି ଡେଭଲପ କ୍ୟାଣ୍ଟନମେଣ୍ଟ ରୋଡରେ ଦିଟା ଜିନିଷ ବାରବାଟୀ ଷ୍ଟାଡିୟମ ଆଉ ଅଲ୍ ଇଣ୍ଡିଆ ରେଡିଓ ସେଣ୍ଟର ଏଠି ଅଛି ତାଙ୍କ ଟାଇମ ବୁଝିପାରିଲ ତମର ନରାଜ ଡ୍ୟାମ ତାର ବି ବନ୍ଧ ସେ ସବୁ ବହୁତ କିଛି ବନ୍ଧ ବି ତିଆରି କରିଥିଲେ ହେଲା ସେଟା ତିଆରି କରିଥିଲେ ଆମର ରେଭେନ୍ସା ଆଳି ଆଉ ବାଙ୍କି ବହୁତ ଡିଟେଲସରେ ପଢିଛ ହିଷ୍ଟ୍ରି ପୁରା ଘୋଷି ଆଁ ଗାନ୍ଧିଜୀ କେବେ ଓଡିଶା ଆସିଥିଲେ ଗାନ୍ଧିଜୀ ଓଡିଶା ଆସିଥିଲେ 1921 କୋଉଠି ଆସିଥିଲେ କଟକ ଆସିଥିଲେ 1921 ଆଚ୍ଛା ସେ ଆସିକି କଣ କହିଥିଲେ ଆସିକି କହିଥିଲେ ତାଙ୍କର କଣ ଆସିଲା ଅସହଯୋଗ ଆନ୍ଦୋଳନ ହେଲା ଅସହଯୋଗ ଆନ୍ଦୋଳନରେ ତାଙ୍କର ମେନ୍ ମୋଟୋ ଥିଲା ସେତେବେଳେ ଚାଲିଥିଲା ତମର ଯୋଉ ଆଇଏନସି ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ କେବେ ହେଇଥିଲା 1834 ଫର୍ମ କେବେ ହେଇଥିଲା ମାନେ ଫର୍ମ ହେଇଥିଲା କେବେ ଆଇଏନସି ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଏଇଟିନ ଥାର୍ଟି ଫୋର କଣ ହେଇଥିଲା ଏଇଟିନ ଥାର୍ଟି ଫୋର କିଛି ହେଇନି ଏଇଟିନ ଥାର୍ଟି ଫୋର ପାଖକୁ ଯାଅନି 1885 1885 ଆଲାନ ଅକ୍ଟାଭିଆନ ହ୍ୟୁମଙ୍କ ଦ୍ଵାରା ଆଇଏନସି କଣ ହେଇଥିଲା ପ୍ରତିଷ୍ଠିତ ହେଇଥିଲା ବୁଝିପାରିଲ ଏବଂ ପ୍ରଥମେ ରହିଥିଲେ ତମର ତାର ପ୍ରତିବର୍ଷ କଣ ବସୁଥିଲା ନା ଅଧିବେଶନ ବସୁଥିଲା ମାନେ ମିଟିଂ ବସୁଥିଲା କଣ ହେଲା କଣ ନାହିଁ ସବୁ କିଛି କୁହାଯିବ ହେଲା 1885 ରେ ବସିଲା
ତାପରେ ଆମର 1886 ଏମିତି କରିକି ବସିଲା। 1921 ମାନେ 1919 ତମର ବସିଲା ସେ ଆମର ନାଗପୁର ସେସନରେ କୁହାହେଲା ଯେ ତମର ଗୋଟେ କଣ ହବ ଆନ୍ଦୋଳନଟେ ହବ ଯୋଉଟା କି କୁହାଯିବ ଅସହଯୋଗ ଆନ୍ଦୋଳନ। ପରବର୍ତ୍ତୀ ସମୟରେ ସେ ଅସହଯୋଗ ଆନ୍ଦୋଳନ ହେଲା ଏବଂ ତାର ଟିକେ ଅଧିକ ଯୋଉ କଣ କୁହନ୍ତି ନିଆଁରେ ଘିଅ ଢାଳିବା ପାଇଁ ସେ ପଳେଇ ଆସିଥିଲେ ଓଡିଶା। ଓଡିଶାରେ ଥିଲେ ଗୋପବନ୍ଧୁ ଦାସ, ଏଇଆ ଚୌଧୁରୀ ଆସିନି, ଗୋପବନ୍ଧୁ ଦାସ, ମଧୁସୂଦନ ହେଲା ଏଇମାନେ ଥିଲେ। ହଁ ସେମାନେ ଥିଲେ। ଆଉ ଆମର କି ମିଶ୍ର ପୁରୀର କିଏ ମିଶ୍ର ନୀଳକଣ୍ଠ ଦାସ ନୀଳକଣ୍ଠ ଦାସ ନିରଞ୍ଜନ ମିଶ୍ର ହେଲା ନୀଳକଣ୍ଠ ଦାସ ଏଇମାନେ ସମ୍ବଲପୁରର କିଛି ନେତା ମାନେ ଆସିଲେ ଯୋଉମାନେ କି ଗାନ୍ଧିଜୀଙ୍କୁ ସପୋର୍ଟ କଲେ ଏବଂ କାଠଯୋଡି ପାଖରେ ସେ କଣ ଦେଲେ ଗୋଟେ ଭାଷଣ ଦେଲେ। ଭାଷଣରେ ସେ ଦୁଇଟା ଜିନିଷ କହିଥିଲେ। ସେତେବେଳେ ଚାଲୁଥିଲା ସ୍ୱରାଜ ପାଣ୍ଠି ତିଲକ ସ୍ୱରାଜ ପାଣ୍ଠି ହେଲା ବାଲ ଗଙ୍ଗାଧର ତିଲକଙ୍କୁ ଯାହାର ନାମ ଦିଆଗଲା ତିଲକ ସ୍ୱରାଜ ପାଣ୍ଠି ଯୋଉଟା କି ମାନେ ସେଥିରୁ କଣ କରାଯାଉଥିଲା ସମସ୍ତଙ୍କ ପାଖରୁ ପଇସା କଲେକ୍ଟ କରି ସେ ତିଲକ ସ୍ୱରାଜ ପାଣ୍ଠି କାର୍ଯ୍ୟ କରୁଥିଲା। ଯୋଉଟା କି କଣ ହଉଥିଲା ନା ପରବର୍ତ୍ତୀ ସମୟରେ ନ୍ୟାସନାଲ ଏଜୁକେସନକୁ ଆଉ ନ୍ୟାସନାଲ ଜିନିଷକୁ ପ୍ରମୋଟ କରିବା ପାଇଁ କାର୍ଯ୍ୟରେ ଲାଗୁଥିଲା। ତ ଗାନ୍ଧିଜୀ ଆସିକି ଦୁଇଟି କଥା କହିଥିଲେ ନା 1,00,000 ଟଙ୍କା ପ୍ରଥମେ ତିଲକ ସ୍ୱରାଜ ପାଣ୍ଠିକୁ ଓଡିଶା ତରଫରୁ କଣ ଦିଆଯାଉ ଗିଫ୍ଟ ଦିଆଯାଉ ମାନେ କଲେକ୍ଟ କରିକି ଦିଆଯାଉ। 3,00,000 ଲୋକ ଆଇଏନସିରେ ମେମ୍ବର ଇଣ୍ଟରନ୍ୟାସନାଲ କଂଗ୍ରେସ ହେଇନଥିଲା। ସେଇଟା ଗାନ୍ଧିଜୀ ଓଡିଶାକୁ କେତେ ଥର ଆସିଥିଲେ 8 ଥର ହେଲା ସେଟା ନାହିଁ କି ତମ ବହିରେ ସେଟା ଅଛି ଗାନ୍ଧୀ ପିସ୍ ସେଣ୍ଟରରେ ଭୁବନେଶ୍ୱରରେ ହେଲା। ଯେତେବେଳେ ତମେ ଖଣ୍ଡଗିରି ଯାଉଛ ଯଦି ଯାଉଛ ସେ ଯୋଉ ରାସ୍ତା ଚଢିକି ଯାଉଛ ତାପରେ ଖଣ୍ଡଗିରି ରାଇଟରେ ପୁରା ଗଡାଣି ପର୍ଯ୍ୟନ୍ତ ଯିବ ରାଇଟ କୁ ଟିକେ ଯିବ ତମର ଗାନ୍ଧୀ ପିସ୍ ସେଣ୍ଟର ରହିବ ସେମାନେ ତମକୁ ବୁଲେଇବେ ତା ଭିତରେ ଗାନ୍ଧିଜୀ କଣ କରିଥିଲେ କଣ ନାହିଁ ଆଦିତ୍ୟ ବିର୍ଲା ତରଫ ହେଲା ସେ ତାଙ୍କ ତରଫରୁ ସେଟା ରହିଲା ସେ ସବୁ କିଛି ସେଇଠି ଡିଟେଲସରେ କହିବେ। ତମେ ଯାଇକି ସେଟା ବୁଲି ପାରିବ ମାନେ ପିକନିକ ସ୍ପଟ ତ ନୁହେଁ ହେଲା କିନ୍ତୁ ଏଜୁକେସନ ହବ ଗୋଟେ ଆମେ ଯଦି କହିବା ସେଟା ଆମେ ମାନେ ଆମେ କୁଆଡେ କୁଆଡେ ପଳେଇଲେ କୋଉଠି ଥିଲେ ମୁଁ ବି ଭୁଲି ଯାଇଛି। ହଉ ରାଇଜ ଅଫ ଏଥେନ୍ସ ବହୁତ ଜିନିଷ ଅଛି ଆ ଭିତରେ ଜାଣିବା ପାଇଁ ହେଲା ଯେମିତି କଟକ ବାରବାଟୀ ଦୁର୍ଗ କିଏ କରିଥିଲେ ଆରମ୍ଭ କିଏ କରିଥିଲେ କଣ ପାଇଁ ଫାଇଟ ହଉଥିଲା ରହିବା ପାଇଁ ସୋଲଜର ମାନେ ରହିବା ପାଇଁ ତ ନା ହେଲା ଦେଖ ମର୍କଟ କେଶରୀ ଷ୍ଟାର୍ଟ ହେଇଛି ମର୍କଟ କେଶରୀଠୁ ଷ୍ଟାର୍ଟ ହେଇଛି ତମେ ଗୁଗଲରେ ପାଇବ ମର୍କଟ କେଶରୀ କିନ୍ତୁ ଆକ୍ଚୁଆଲି କରିଛନ୍ତି ଅନଙ୍ଗ ଭୀମଦେବ ଥାର୍ଡ ବୁଝିପାରିଲ। ତାପରେ ଆସିଲେ 1803 ଆମେ ତା ଆଗକୁ ବହୁତ ଆଗକୁ ପଳେଇଲେ ସେ 1200 କେତେରେ କରିଦେଇକି ଚାଲିଗଲେ କିଛି ଅଞ୍ଚଳ ରହିଲା ରୁଇ ନେଇକି ଗଲା ଧ୍ୱଂସ ହେଲା। ତାପରେ ହେଲା ଆମର ଆସିଲେ ଆମର ସୁଲତାନ ମୋଗଲ ମାନେ ଆସିଲେ ବୁଝିପାରିଲ ସେ ଏଇଗୁଡାକୁ ସବୁ ଭାଙ୍ଗିଦେଲେ ସାଇଡରେ ଗୋଟେ କଣ କଲେ ମସ୍ତ ଗୋଟେ ନା ଦିଟା ତିଆରି କଲେ ସେଠି ଗୋଟେ ତିଆରି କଲେ ବକ୍ସି ବଜାର ଗୋଟେ ତିଆରି କଲେ ଦିଟା ମସ୍ତ ତିଆରି କଲେ ଅଛି ଅଛି ତମେ ବାରବାଟୀକୁ ଯିବ ଯାଇଛ ସାଇଡରେ ଯୋଉ ମସ୍ତ ଦେଖୁଛ ସେଟା କେତେ ପୁରୁଣା ତାପରେ ଆରପଟେ ଆଉ ଗୋଟେ ପୁରୁଣା ଇଏଟା ଅଛି ମସଜିଦ ଆଉ ଗୋଟେ ଅଛି ଦିଟା ମସଜିଦ ଅଛି ବୁଝିପାରିଲ ଆଉ ଗୋଟେ ବକ୍ସି ବଜାର ଅଛି ରୋଡ ସାଇଡରେ ସେଟା ବି ତିଆରି କରିଥିଲେ ସେଟା ତିଆରି କଲେ ତ ସେମାନେ କଣ ନା ହିନ୍ଦୁଇଜମକୁ ବିଶେଷ ପ୍ରମୋଟ କରୁନଥିଲେ ହେଲା ଆକବର ଟାଇମରେ ଆକବର ଟିକେ ଠିକଠାକ ଥିଲେ ତାପରେ ଯେତିକି ଆସିଲେ ସବୁ ଏ ହିନ୍ଦୁ ବିରୋଧୀ ଥିଲେ ତାପରେ ଆସିଲେ ମରାଠା ବୁଝିପାରିଲ ମରାଠା ମାନେ ଆକୁ ଗୋଟେ ଆମର ବାଣିଜ୍ୟ ହବ ବା ଆମର ଯୋଉ କଣ କୁହନ୍ତି ଟ୍ରେଡ ହବ ବୋଲିକି ଏଟାକୁ କରିଛନ୍ତି ଯୋଉଟା କି ଏଇ ଅଞ୍ଚଳ ଯୋବ୍ରା ଅଞ୍ଚଳରେ କିଏ ରହୁଛ କେହି ତ ରହୁନାହାନ୍ତି ସବୁ ତ ହେଲା ଯୋବ୍ରାର ଅର୍ଥ ବହୁତ କଦର୍ଯ୍ୟ ମାନେ ବହୁତ ଖରାପ ହେଲା ଯୋବ୍ରାର ଅର୍ଥ କଣ ବହୁତ ଖରାପ ସେ ଅଞ୍ଚଳରେ ମହିଳା କୁ ରଖାଯାଉଥିଲା ବୁଝିପାରିଲ ସେଇ ଜାଗାରେ ସବୁ ମାନେ ଯୋଉ କଣ କୁହନ୍ତି ମାନେ ଗୋଟେ ଡମ୍ପିୟାର୍ଡ ଟା ଥିଲା ଯୋଉଠିକି ସବୁ ଗାର୍ବେଜ ଗୁଡାକୁ ପକାଯାଉଥିଲା ଏବେ ବି ପକାଯାଉଛି ହେଲା ସେ ଅଞ୍ଚଳ ଅର୍ଥ ମାନେ ଯୋବର ବୋଲି କୁହାଯାଉଥିଲା ହେଲା ସେ ଅଞ୍ଚଳ ଯୋଉମାନେ ରହୁଥିଲେ ତାଙ୍କୁ କୁହାଯାଉଥିଲା ଜବର କିନ୍ତୁ ବ୍ରିଟିଶ ମାନଙ୍କ ପାଟିରେ କିଏ ପୁରେଇବ ଜବର ସେ ଜବରା ବୋଲି କହିଲେ ସେଇଠୁ ନାଁ ଦିଆଗଲା ଯୋବ୍ରା ତାର ଅର୍ଥ ବହୁତ ଅଛି ମାନେ କଣ ଖରାପ ହେଲା କଦର୍ଯ୍ୟ ବା ଆମେ ଯଦି କହିବା ନିଚ ତାର ଅର୍ଥ ଯୋବ୍ରା ବୁଝିପାରିଲ ଏବେ କାହିଁକି ଦରକାର କାହାକୁ ଏବେ କାହିଁକି ଦରକାର ସେ ଜିନିଷ ଟା ଏନା ମୁଁ ଯାଇକି କହିବି ସେ ଅଞ୍ଚଳରେ ଯେ ତମମାନେ ଯୋବର ଥିଲ ବୋଲି ତମମାନଙ୍କର ନାଁ ଯୋବ୍ରା ହେଇଛି ସେ ଲୋକ ମତେ ଜୀଅନ୍ତା ଛାଡିବେ ହେଲା ସେ ବୁଝିପାରିବେ କାହିଁକି ସେ ଅଧା ଜାଣନ୍ତିନି
एना अधा किए जानी कटक ना कटक कहीं कटक एक्चुअली ना कौन अभिनव वाराणसी कटक अभिनव माने कौन नूतन अभिनव वार्ड टा देला किए को माने देले हला मोगल माने देले माने हमर सुल्तान मोगल माने देले अभिनव हला वाराणसी रो अर्थ रहउची यार दुईटी नदी गोटे रहला महानदी आ गोटे रहला काठजोड़ी मोइना कटक रो इतिहास पढौची तम ग्रीक छाडी देई हला एही अंचल रे जो शहरटा रहिला हला ताको कहा गला बिडानासी कारण एही अंचल कोन थिला जो दीटी नदीर संगम स्थल रे थिला बिडानासी गोटे जागा सेहित पई अभिनव बिडानासी कटक कहा गला बुझी पारलो आउ जिबी आउ हिस्ट्री जेतेबेले गोटे जिंस पर गोटे जिंस लिंक पाइबो पढिबा को भल लागिबो किंतु मसिया गुडा हमको बहुत बेकार कर दियो ना जेति सब बेले पकई दिए पलासी युद्ध कोन बक्सर युद्ध कोन ହେଲା ଶୀତଳ ଯୁଦ୍ଧ କଣ ସେ କୋଲ୍ଡ ୱାର କଣ ରହିଲା ସେ ରଷିଆ ରହିଲା ବା ଆମେରିକା ରହିଲା କାହିଁକି ତାଙ୍କର ଚାଲିଲା ହେଲା କୋଲ୍ଡ ୱାର ମୁଁ ଏକ୍ସାମ ରେ ଲେଖି ଦେଇକି ମୋର ମନେ ଅଛି ମୁଁ ତ ଲେଖି ଦେଇକି ଆସିଥିଲି ଶୁଣ ମୁଁ ଗୋଟେ ଜିନିଷ ଲେଖି ଦେଇକି ଆସିଥିଲି କହିଲି କପି ଚେକ୍ ହଉନି ମୁଁ ଖାଲି ଗୋଟେ କମିଟି ପାଇଁ ଲେଖି ଦେଇଥିଲି ସେ ଅଞ୍ଚଳ ବହୁତ ଶୀତ ପଡେ ବୋଲି ତାକୁ ଶୀତଳ ଯୁଦ୍ଧ କୁହାଯାଉଥିଲା ହେଲା ତାପରେ ଟୋଟାଲ ଡିଟେଲ୍ସ ଲେଖିବାକୁ ପଡିଲା ମୁଁ ମଝିରେ ଗୋଟେ ଲାଇନ ଲେଖିଥିଲି ଏଇ ନମ୍ବର ପେଜ ଫୁଲ କରିବାର ଦି ଲାଇନ ଛାଡି ଯାଉଥିଲା ତ ମୁଁ ସେଥିପାଇଁ ତଳେ ଲେଖିଦେଲି ଅଞ୍ଚଳରେ ଅଧିକ ଶୀତ ଥିଲା ବୋଲି ରଷିଆରେ ଅଧିକ ଶୀତ ତମର ବି ଆସିବ ନା ସେ ତମର ସେତେବେଳେ ଥିଲା ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ତମ ପ୍ଲସ ଟୁ ର ହେଲା ସେକେଣ୍ଡ ଇୟର କଳିଙ୍ଗ ସବୁଠାରୁ କଳିଙ୍ଗ ୱାର ପଛରେ କାହାଣୀ ସେଟା ଗପ କହିବି ଗପଟା ଗପ କହିଲେ ମନେ ରହିବ डेट कौन है 261 बीसी सरला कथा 273 रे राजा किए हेले अशोक राजा हेबे बोली कहले କିନ୍ତୁ କରୋନେଟ କରା ଯାଇ ନଥିଲା 4 ବର୍ଷ ପରେ ସେ କରୋନେଟ ହେଲେ 269 बीसी ତାର 8 ବର୍ଷ ପରେ ସେ କଳିଙ୍ଗ ଆକ୍ରମଣ କଲେ କଳିଙ୍ଗ ଥିଲା ଓଡିଶା ଆଉ ତାଙ୍କ ରାଜଧାନୀ ଥିଲା ମଗଧ ମଗଧ ବର୍ତ୍ତମାନର ବିହାର ପଟନା ଅଞ୍ଚଳ ସେ ଅଞ୍ଚଳ ସେ ଆସିଲେ ଏଠି ତା ପଛରେ ଚାରିଟି କାରଣ ଥିଲା ଚାରିଟି କାରଣକୁ ରଖିଦବା ମୁଁ ଆଗକୁ କହିବି ହେଲା ବୁଝିପାରିଲ ଯେମିତି ତମ ୱାଟରଲୁ ଯୁଦ୍ଧ ତାପରେ ମେକାନିକ ଆସିଲେ କାହିଁକି ସେ ହାରିଗଲା କିଏ ଆମର 1814 କିଏ ହାରିଗଲା ତ ନେପୋଲିୟନ ହେଲା ତାକୁ ମାରିଦେଲେ ସେ ତ ନିଜ ଗୋଡରେ ନିଜେ ମରିଗଲା ସୈନ୍ୟକ ହେଲା ତାପରେ ମେକାନିକ ଆସିଲେ ମେକାନିକ ର ଭୂମିକା କଣ ଥିଲା ହେଲା ଫାସେଲ ଦୁର୍ଗ କାହିଁକି ଭାଙ୍ଗିଲା ହେଲା କାହିଁକି ତାକୁ ଯୋଉ ବ୍ଲଡି ସଣ୍ଡେ ବୋଲି କୁହାଗଲା ସେପ୍ଟେମ୍ବରରେ କାହିଁକି ହେଲା ଏଇ ସବୁ ଟେନିସ କୋର୍ଟ ବା ଟେନିସ କଣ ରହିଲା ଟେନିସ ଶପଥ ସେ ସବୁ ଜିନିଷ କଣ ସବୁ ପୁରା ଗୋଟେ ପରେ ଗୋଟେ ଲିଙ୍କ ସହ ରହିଛି ହେଲା କେମିତି ଲୁଇସ 14 କଣ କହିଥିଲେ ଲୁଇସ 15 କଣ କହିଥିଲେ ଲୁଇସ 14 କଣ କହିଥିଲେ ଲୁଇସ 14 କଣ କହିଥିଲେ ଲୁଇସ 14 ହଁ ଆଇ ଏମ ଦ ଷ୍ଟେଟ ମୁଇଁ ରାଜ୍ୟ ହେଲା ମନେ ପକା ଏଇଗୁଡା ହିଁ ଏକ୍ସାମ ରେ ଏବେ ଆମର ବି ହେଲା କମ୍ପିଟେଟିଭ ଏକ୍ସାମ ରେ ଏଇଟା ପଡେ ପ୍ରତିବର୍ଷ ହେଲା 4 ଥର ମୁଁ ଏକ୍ସାମ ଦେଇଛି ସେ 4 ଥର ଗୋଟାଏ କ୍ୱେଶ୍ଚନ ରିପିଟ ହେଇଛି ଲୁଇସ 14 ନହେଲେ ଲୁଇସ 15 ନାହିଁ ସେଥିରେ କ୍ୱେଶ୍ଚନ ହିଁ ନାହିଁ ଆଉ क्वेश्चन ही ना तो केते रहले कहलो माने सोशल साइंस रे हला मु खाली पास हेइतले हला तो 6 7 8 कोबे 19 9 10 सुइवा को पड़िला ओ ଆମେ ସେ ଆଣିକି ଯିବାନି एथेंस रे जोडे की दुईटी नगर एथेंस और स्पार्टा रहिला जे कि एथेंस रहिला कोन ना कला संस्कृतिर विकास दिगरे अधिक नजर फोकस थिला तार कोन ना आर्ट आर्किटेक्चर डेवलप करबा एजुकेशन को डेवलप करबा सेही जगह रे स्पार्टार खाली फोकस थिला कहा प्रति ना युद्ध क्षेत्र रे बुझि पालो युद्ध क्षेत्र रे तार मुख्य लक्ष्य थिला वारफेयर रे आ कोन थिला जे जेमिति बाहर शत्रु माने आक्रमण कले से कोन करि परिबे ताको रोकी परिबे तेरे जो पेलोपोनेसिया युद्ध ହେଲା ତୁ ସେଟା ଏଡିସନ କର ପେଲୋପନେସିଆ ଯୁଦ୍ଧ ମୁଁ କହିଥିଲି ଫାଷ୍ଟ ସେଇ ଅଞ୍ଚଳରେ ହିଁ ହେଇଥିଲା ହଉ ତାହେଲେ ଏଥେନ୍ସ କଣ ହେଲା
समस्त आर्ट आर्किटेक्चर आर्ट बोले कुछ कला संस्कृति ହେଲା विद्या साहित्य दर्शन ହେଲା ଫିଲୋସଫି ଇତ୍ୟାଦି ବିଷୟରେ କଣ କରିବାକୁ ଆରମ୍ଭ କଲା ନା ଇମର୍ଜ କରିବାକୁ ଆରମ୍ଭ କଲା ଉନ୍ନତି କରିବାର ଆରମ୍ଭ କଲା ଠିକ ତାର ବିପରୀତ ଦିଗରେ ସ୍ପାର୍ଟା ଖାଲି କଣ କଲା ଖାଲି ଯୁଦ୍ଧ ଚଲେଇଲା ବୁଝିପାରିଲ ହଁ ସରିଗଲା ସେଟା ମୁଁ ଲେଖୁନି ସ୍ପାର୍ଟାଟା ଲେଖୁନି ଏଥେନ୍ସ ବିଷୟରେ କହିବା ଏଥେନ୍ସ ରେ ଫାଷ୍ଟ ମୁଁ କହିଛି ଯେ ଗ୍ରୀସ ରେ ଚାଲୁଥିଲା କଣ ରାଜତନ୍ତ୍ର ମୋନାର୍କି ସିଷ୍ଟମ ଚାଲୁଥିଲା ରାଜତନ୍ତ୍ର ଚାଲୁଥିଲା ତାହେଲେ ରାଜା ମାନଙ୍କର ଧୀରେ ଧୀରେ କଣ ଆସିଲା ନା ଅରାଜକତା ଆସିଗଲା ଅରାଜକତା ମାନେ ରାଜାଙ୍କର ଟିକେ ମାନେ ଡୋମିନେଟ କରିବାକୁ ଆରମ୍ଭ କଲେ ସବୁ କ୍ଷେତ୍ରରେ ବୁଝିପାରିଲ ଆଉ କଣ ଚାହିଁଲେ ଯୋଉଟାକୁ ଆମେ କୁହାଯାଏ ଅଟୋକ୍ରାଟ ହେଇଯାଆନ୍ତି ସ୍ୱଚ୍ଛାଚାରୀ ହେଇଯାଆନ୍ତି ମନ ଇଚ୍ଛା ଯୋଉଟା ମୋର ଇଚ୍ଛା ହବ ମୁଁ ସେଇଟା କରିବି ଠିକ ସେମିତି ରାଜା ମାନେ ହେଇଗଲେ ଏବଂ ରାଜା ମାନେ କଣ କଲେ ନା କିଛି ଲୋକଙ୍କୁ ନିଜ ବଦଳରେ ସେ କାର୍ଯ୍ୟକୁ ରଖି ମାନେ କରିବା ପାଇଁ ରଖିଲେ ତେଣୁ ଆମେ ସାଧାରଣତଃ କଣ କହୁ ଯୋଉ କାର୍ଯ୍ୟଟା ଆମେ କରିପାରୁନା ହେଲା ତମାନଙ୍କର କିଏ ଭଣଜା ଭାଣିଜି ଥିବ କେହି ନାହିଁ ଆଚ୍ଛା ତମେ ଘରର ସାନ ହେଲା ତାହେଲେ ବଡ ଯାହା ବି ଥିବେ ତମକୁ କିଛି କହିବେ ଏଇଟା ଆଣିଦେ ସେଟା ଆଣିଦେ ଏଟା କର ସେଟା କର ହେଲା ସେମାନେ ଯାଇପାରିବେ କରିପାରିବେ କିନ୍ତୁ ସେମାନେ କରିବେନି ହେଲା ସେମାନେ ତମକୁ ଆଜ ସ୍ଲେଭ ଟାଇପ ଭଳିଆ ତମକୁ ରଖିବେ ହେଲା ସ୍ଲେଭ ନୁହଁ କିନ୍ତୁ ସ୍ଲେଭ ଭଳିଆ ଚାକର ଭଳିଆ ତମକୁ ଟ୍ରିଟ କରିବେ କାହିଁକିନା ତମେ ଏଇ ଜିନିଷଟା ଆଣିଦିଅ ସେ ଜିନିଷଟା ଆଣିଦିଅ କାହିଁକିନା ତମେ ଘରର ଛୋଟ ଠିକ ସେମିତି ଯୋଉ କାର୍ଯ୍ୟଟା ରାଜା କରିପାରିବେ ନାହିଁ ବା ଯୋଉ କାର୍ଯ୍ୟଟା ତମେ ଦେଖିଥିବ ଆମ ବାପା ମା ବହୁତ କିଛି କାର୍ଯ୍ୟ ସେ ଜାଣି ନାହାନ୍ତି ଧର ମୋବାଇଲ ବିଷୟରେ ସେ ବହୁତ କିଛି ମାନେ ତାଙ୍କର ଏତେ ନଲେଜ ନାହିଁ ସେ ତମ ପାଖକୁ ଆସିବେ ଏଇଟା କଣ ସେଟା କଣ ବୁଝିବା ପାଇଁ ତମେ ତାଙ୍କୁ ଶିଖଉଛ ବା ତାଙ୍କ ଆବସେନ୍ସ ରେ ତମେ ସେ କାର୍ଯ୍ୟଟା କରୁଛ ବୁଝିପାରିଲ ଘରେ କେହି ନାହାନ୍ତି ରୋଷେଇ କରିକି ଖାଇବ କଣ ଖାଇବ ନା ମ୍ୟାଗି ବନେଇବ ହେଲା ଏଇଟା ହଉଛି ତାଙ୍କ ଆବସେନ୍ସ ରେ କାର୍ଯ୍ୟଟା କରୁଛ ଠିକ ସେମିତି ରାଜାଙ୍କ ବଦଳରେ ଯୋଉମାନେ କାର୍ଯ୍ୟ ଗୁଡିକ କରୁଥିଲେ ତାଙ୍କୁ କୁହାଯାଉଥିଲା ଆର୍କନ ତାଙ୍କୁ କୁହାଯାଉଥିଲା ଆର୍କନ ହେଲା ଦେଖ ଆର୍କନ ହେଲା ଆର୍କନ ଥିଲା ଏ ଆର୍କନ କଣ ରାଜା ଯୋଉ କାର୍ଯ୍ୟଟାକୁ ନିଜେ କରିପାରିବେ ନାହିଁ ସେଇଗୁଡା ଏଇ ଆର୍କନ ମାନଙ୍କୁ ଦେଇଦେବେ ତମେ ଏ କାର୍ଯ୍ୟ ଗୁଡିକ କର ବା ତମେ ଏ ରାଜ୍ୟଟାକୁ ସମ୍ଭାଳ ବୁଝିପାରିଲ ଯେମିତି ଆମେ ଦେଖିବା ସେଣ୍ଟ୍ରାଲରେ ବା ସେଣ୍ଟ୍ରାଲ କହୁଛି ଆମ ଷ୍ଟେଟ ର ମଝିରେ ରହିଲେ କିଏ ନା ଚିଫ ମିନିଷ୍ଟର ରହିଲେ ବୁଝିପାରିଲ ଚିଫ ମିନିଷ୍ଟର ରହିଲେ ସିଏ ପୁରା ସହରଟାକୁ ପୁରା ରାଜ୍ୟଟାକୁ ଦେଖିପାରିବେ ନାହିଁ ପୁରା ରାଜ୍ୟଟାକୁ ଦେଖିପାରିବେ ନାହିଁ ସେଥିପାଇଁ ସେ କଣ କରନ୍ତି ନା ଲୋକାଲ ଗଭର୍ଣ୍ଣମେଣ୍ଟ ବଡି ତିଆରି କରନ୍ତି ଯାହାକୁ ତମେ ସ୍ୱାୟତ୍ତ ଶାସନ ବୋଲି କହୁଛ ସ୍ୱାୟତ୍ତ ଶାସନ କହିଲେ କଣ ବୁଝିବ ନା ନିଜ ଅଞ୍ଚଳରେ ତମେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ ନିଜ ଦ୍ଵାରା ଶାସନ ହେବା ସ୍ୱାୟତ୍ତ ଶାସନ ବୋଲି କୁହାଯାଏ ହେଲା ତାପରେ ସ୍ୱାୟତ୍ତ ଶାସନ ଗଲା ପରେ ଆସିଲା ଗ୍ରାମ ପଞ୍ଚାୟତ ତାପରେ ଆସିବା ତମର ବ୍ଲକ ଯୋଉ ବିଡିଓ ବ୍ଲକ ଡେଭଲପମେଣ୍ଟ ଅଫିସର ଯୋଉଟା ରହିଲା ବ୍ଲକ ଉପରକୁ ଗଲା ତାପରେ ଆସିବା ତମର ହେଲା ଡିଷ୍ଟ୍ରିକ୍ଟ ଉପରକୁ ଗଲା ଡିଷ୍ଟ୍ରିକ୍ଟ ଅଫିସର ଗଲା ତାପରେ ତମର ଏଡିଏମ ପଳେଇ ଆସିବେ ବା ଡିଏମ ପଳେଇ ଆସିବେ ବୁଝିପାରିଲ ତାପରେ ତମର ଏମଏଲଏ ଏମପି ଆସିବେ ତାପରେ ଆସିବେ ତମର ଗଭର୍ଣ୍ଣର ତାପରେ ଚିଫ ମିନିଷ୍ଟର ସିଏମ ଙ୍କ ଉପରେ ହେଲେ ଏମଏଲଏ ତାଙ୍କ ତଳେ ରହୁଛି ହେଲା ମୁଁ ଏରିଆ କଥା କହୁଛି ବୁଝିପାରିଲ ଡିଏମ ତ ବହୁତ ଅଛନ୍ତି ମାନେ ଡିଏମ ର ଏରିଆ ତ ବହୁତ ରହିବ ବୁଝିପାରିଲ ତିନି ଚାରିଟା ଏରିଆ ତାପରେ ରହିଲେ ତମ ଗଭର୍ଣ୍ଣର ହେଲା ଗଭର୍ଣ୍ଣର ଟା ନିଜ ରାଜ୍ୟର ଲୋକ କେହି ବି ଗଭର୍ଣ୍ଣର ହୁଅନ୍ତି ନାହିଁ ହେଲା ତାର ବି ରୁଲ ରେଗୁଲେସନ ଅଛି ଆଉ ତାକୁ ଚୁଜ କରିବାର କ୍ଷମତା ଖାଲି କାହା ପାଖରେ ଅଛି ପ୍ରେସିଡେଣ୍ଟ ପାଖରେ ହେଲା କହିନା କଣ ଆମମାନଙ୍କର ଏଜୁକେସନ ଲାଇଫ ତ ଗଲାଣି ବର୍ବାଦ ହେଇକି ଆମମାନଙ୍କର ବି ବର୍ବାଦ କରି ସାରିଲାଣି ତମମାନଙ୍କର ଫ୍ୟୁଚର ବି ପ୍ରାୟତଃ ଅଧା ବର୍ବାଦରେ ରହିବ ତାପରେ ଭାବି ନବ ତମମାନେ କଣ କରିବ ହେଲା ଇଣ୍ଟିଗ୍ରେଟେଡ ବିଏଡ କରିବ ହେଲା କରିବନି ତମେ ଗ୍ରାଜୁଏସନ କମ୍ପ୍ଲିଟ କରିବ ତାପରେ କଣ କରିବ ଚାଷ ବେଷ୍ଟ ଅପସନ ରହିବ ହେଲା କାରଣ ଲୋକମାନେ ଏବେ ଯୋଉ ହିସାବରେ ଅଳସୁଆ ହେଲେଣି ହେଲା ତମମାନେ ସକାଳୁ ଉଠିବ କି ତମର ଅଣ୍ଟା କେ କା ହବ ହେଲା ଆଗେ ତମର କଣ ବାହାରୁଛି ଅଣ୍ଟା ପେନ୍ ବାହାରି ଗଲାଣି ମାନେ ତମେ ଅଶୀ ମସିହାରେ
ତାପରେ ତମେ ଭବିଷ୍ୟତରେ ଆଉ କଣ ଚାଷ ବାସ କାର୍ଯ୍ୟ କେହି କରିବେନି ସମସ୍ତେ କାହା ଉପରେ ବାସ୍ ହେଲା ହଁ ନିଜ ଯଦି କାହାକୁ ଯଦି ଦରକାର ହବ ହେଲ୍ପର ଫେଲ୍ପର ଡାକିଦବ ହେଲା ସମସ୍ତଙ୍କୁ ସମସ୍ତେ ଯାଇକି ହେଲ୍ପ କରିବେ ହଉ ତାହେଲେ ମୋନାର୍କି କଣ କଲେ ରାଜା ଯୋଉ କାର୍ଯ୍ୟଟା କରିପାରିଲେ ନାହିଁ ସେ କିଛି ଆନ୍ଦୋଳନ ଦ୍ଵାରା କରେଇଲେ ସେ ଆନ୍ଦୋଳନ ମଧ୍ୟରେ କଣ ହେଲା ନା ସ୍ୱେଚ୍ଛାଚାରିତା ହେବା ଦ୍ଵାରା କିଛି ଲୋକ ଗ୍ରୀକରେ ଉଠିଲେ ଯୋଉମାନେ କି ସେ ଆର୍କନ ମାନଙ୍କର କାର୍ଯ୍ୟକୁ ଦବେଇବାକୁ ଆରମ୍ଭ କଲେ ଯେମିତି ରହିଲେ ତମର ସାଇଲନ ସୋଲନ ସାଇଲନ ସୋଲନ ଟ୍ରାକୋ ହେଲା ପ୍ଲେସ୍ଥେନିସ୍ ଏଇମାନେ ଯୋଉମାନେ କି କଣ କହିଲେ ହଁ DRACU ହେଲା ଯୋଉମାନେ କି ଅରାଜକତାକୁ ଉଠେଇ ଦେବା ପାଇଁ ଚେଷ୍ଟା କରିଥିଲେ ଏବଂ ସାଧାରଣତଃ ଯୋଉ ଏଥେନ୍ସ ନଗର ଏଇଟା ଦୁଇଟି ଜିନିଷ ପାଇଁ ପ୍ରସିଦ୍ଧ ଥିଲା ପ୍ରଥମେ ରହିଲା ଡେମୋକ୍ରାସି ଏଇଠି ଗଠନ ହେଲା ଦ୍ୱିତୀୟରେ ରହିଲା ତାର ଥିବା ଡେଭଲପମେଣ୍ଟ ଦ୍ଵାରା ପୁରା ସମଗ୍ର ଗ୍ରୀକରେ ଗୋଟେ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିଛି ବୁଝିପାରିଲ ଗୋଟେ ଗୋଲ୍ଡେନ ଟାଇମ ପିରିୟଡ ଥିଲା ସେ ସମୟରେ ଆଉ ଗୋଲ୍ଡେନ ଟାଇମ ଟା କାହା ପାଇଁ ଆସିଲା ପେରିକ୍ଲିସ୍ ବୁଝିପାରିଲ ହଉ ସରିଗଲା କି ଆମର ଟାଇମ ହଉ ନେକ୍ସଟ କ୍ଲାସରେ ପୁରା କମ୍ପ୍ଲିଟ ହେଇଯିବ ମାନେ ଏଥେନ୍ସ ଟା Chinese music ହେଲା ତ ସାଙ୍ଗ କୁଆଡେ ଗଲା ତ 5:30 ସାର୍ ଦେଲେ ତ ମୁଁ କଣ କରିବି ଇଆଡେ ଇଆଡେ ତମ ପିଲା କହୁଛନ୍ତି ଅଧା ଛାଡିବା ପାଇଁ ଆଉ ଯୋଉ ଦିଟା ରହିଲା ଏଥେନ୍ସ ଆଉ ରୁହ ହେଲା ହଁ କୁହ ହଁ ପଚାର ଦେଖି ହଁ ନା 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 ଡୋର ଷ୍ଟେପ ରଖିଲା ସେଟା ରହୁଛି ତାର ଗୋଟେ ଆର୍କିଟେକ୍ଚର ମାନେ ତାର ଉପରେ ଯୋଉ କଣ କୁହନ୍ତି ଆମର ଯଦି କହିବା କେମିତି ବୁଝେଇବି ରହ ମୁଁ କହୁଛି ତମେ ପୁରୀ ମନ୍ଦିର ପଶିଛ ମେନ୍ ଟେମ୍ପଲ କୁ ଯାଅ ହେଲା ମାନେ ସାଙ୍କଟମ ସାଙ୍କଟୋରିୟମ ଛାଡିକି ଗର୍ଭଗୃହକୁ ଛାଡିକି ତା ପୂର୍ବରୁ ଯୋଉ ଆର୍କିଟେକ୍ଟ ଦେଖୁଛ ଯୋଉ ମନ୍ଦିରଟା ଦେଖୁଛ ଏଣ୍ଟ୍ରି କରିବା ଟାଇମରେ ହେଲା ସେଇଟା ହିଁ ହଉଛି ସେ ସ୍ପିଙ୍କସ ବୁଝିପାରିଲ ସେଇଟା ହିଁ ହଉଛି ସେ ସ୍ପିଙ୍କ୍ସଟା ହଉଛି ସେଇଟା ସେ ଗୋଟେ ପିରାମିଡ ନୁହେଁ ତାପରେ ପିରାମିଡ ଅଛି କିନ୍ତୁ ସେଟା ଗୋଟେ ଯୋଉ କଣ କୁହାଯାଏ ଯୋଉ ଡୋର ୱେ ବୋଲି ଯଦି କହିବା ତ ସେଇ ବାଟ ଦେଇକି ଆମକୁ ଯିବାକୁ ପଡିବ ଆମକୁ କାହିଁକି ସେ ଜିନିଷଟା ଆମକୁ ନଜରକୁ ଆସେ ପିରାମିଡ ଟା କାହିଁକି ନଜରକୁ ଆସେ ନାହିଁ କାରଣ ତାର ଆର୍କିଟେକ୍ଚର ଦେଖିବେ ପିରାମିଡ ସେମ ରହିଲା ହେଲା ପିରାମିଡ ସେମ ରହିଲା ଏଇପଟେ ଏପଟେ ଯୋଉ ଚାରିଟା ଇଏ ରହିଲା ପିରାମିଡ ସେମ ରହିଲା ବୁଝିପାରିଲ କିନ୍ତୁ ତାର ଯୋଉ ଏଇ ସ୍ପିଙ୍କସ ରହିଲା ଯୋଉଟା କି କାହାର ଲାୟନ ର ବଡି ଆଉ ତାଙ୍କର ସେଇଟା କାହାର ହେଡ ସେଟା ଜଣା ପଡେନି ସେଇଠି ତ ପ୍ରୋବ୍ଲେମ ରହୁଛି ସେ ଖାପୁଙ୍କର ଦିଆଯାଇଛି କି ଅଲଗା କାର ଦିଆଯାଇଛି କୋଉ ଜାଗାରେ ସେଇ ଜିନିଷକୁ ନେଇକି ଟିକେ କଣ ଦିଆଯିବ ମାନେ ଆରେ ହରିହର ପଣ୍ଡା ସାର୍ ଯେତେବେଳେ ଆସିବ ତାଙ୍କୁ ପଚାରିବ ସେ ନିଜେ କହିବେ ହେଲା ହରିହର ପଣ୍ଡା ସାର୍ ଆସନ୍ତି ଏଠି ରେଭେନ୍ସାକୁ ଆସନ୍ତି ବେଳେ ବେଳେ ହେଲା ଯୋଉଦିନ ଆସିବେ ମୁଁ ତମମାନଙ୍କୁ କହିବି ଯାଇକି ରେଭେନ୍ସା ଡିପାର୍ଟମେଣ୍ଟ ଦେଖିଦବ ତାଙ୍କ ସହ କଥା ହେଇ ଡିପାର୍ଟମେଣ୍ଟ ଦେଖିଛ ତ ଦେଖିନ ତମରି କଲେଜ ଯାଉଛ ସିଧା ଆଗକୁ ଯାଉଛ ଭାର୍ଗବୀ ହଷ୍ଟେଲ ଦେଖିଛ ଭାର୍ଗବୀ ହଷ୍ଟେଲ ସାଇଡରେ ଯୋଉ ରାସ୍ତାଟା ଯୋଉଟା ଭିତରକୁ ଯାଇଛି କ୍ୟାମ୍ପସ ଭିତରକୁ ଭାର୍ଗବୀ ହଷ୍ଟେଲ ଫ୍ରଣ୍ଟରେ ଦେଖେ ଆବେ ବନ୍ଦ କର ଏଟା अरे